श्रीमद्भागवत षष्ठ स्कंद तृतीय अध्याय राजवाच आपणा दूत्य वाक्य शुणी कि बोइले दंड पाणी जमराजार आज्ञा हत तेणु होइला विपरीत विष्णुदूतरे जमदूत जेणु होइले पराजित ଯାହାର ବଶ ସର୍ବଜନେ ଯେ ପବିତ୍ର ମୋର ମନେ ଯମର ଦଣ୍ଡ ଭଗ୍ନ କଥା ପୂର୍ବରୁ ଶୁଣିଲା ନାହିଁ ତା ଏତ ସଂସାରେ ଅଦ୍ଭୁତ ବହୁନି କହିବା ତଦନ୍ତ ତୁମ୍ଭର ତହୁ ଅନ୍ୟ କେହି ସଂଶୟ ଛେଦ ମୋର ନାହିଁ ସଂଶୟ ଛେଦି ମୋର ନାହିଁ ଶ୍ରୀଶୁକବାଚ ବିଷ୍ଣୁଦୂତରେ ଯମଦୂତ ଯେଣୁ ହୋଇଲେ ପରାଜିତ ଯମର ଛାମୁରେ ଚଳିଲେ ସକଳ ବାର୍ତ୍ତା କହିଲେ ଯମଦୂତ ଉଚୁ ସଂସାରେ ଜନ୍ମିଛନ୍ତି ଯେତେ ହ୍ୟାଙ୍କ ଶାସ୍ତି ଅବା କେତେ ତ୍ରିବିଧି କର୍ମ ଯେ କରନ୍ତି ସଂସାରେ ଫଳ ସେ ଲଭନ୍ତି ତେବେ ଅଖିଳ ଲୋକଙ୍କର ଦଣ୍ଡ କରନ୍ତି ଯେ ଅପାର ତାହାର ମୃତ୍ୟୁ ଜାଣ ନାହିଁ ଅମୋକ୍ଷ ଅଛି ଅବା କାହିଁ କର୍ମର ବଶ ହୁଏ ଜନ୍ତୁ ଶାସ୍ତି ଲଭନ୍ତି କର୍ମ ହେତୁ ଯେଣୁ ଏ ଶାସ୍ତି ଏକ ଜାଣ ତେଣୁ ଏ ଦୁଷ୍ଟ ଶାସ୍ତି ମାନ ଏହି ଅଶେଷ ଜନ୍ତୁଙ୍କର ତୁମେ ଯେ ଶାସ୍ତି ଦଣ୍ଡ ଧର ଈଶ୍ୱର ଶୁଭ ଅଶୁଭଙ୍କ ଠାକୁର ତୁମ୍ଭର ତାପ ଏବେ ନାହିଁ ପାପିଷ୍ଟ ଲୋକ ହିଁ ତରଇ ଅଦ୍ଭୁତ ସିଦ୍ଧ ଚାରି ଜଣ ତୁମ୍ଭକୁ କଲେ ଅବଜ୍ଞାନ ତୁମ୍ଭ ଆଦେଶ ଘେନି ଶିରେ ଆମ୍ଭେ ଯେ ଆଣିଥିଲୁ ତାରେ ଯାତନା ଗୃହକୁ ଆଣନ୍ତେ ମୋଚନ କରିଣ ତୁରିତେ ପାଶକୁ ଛେଦିଲେ ପ୍ରତ୍ୟକ୍ଷେ ସେମାନେ ଗଲେ ଅନ୍ତରିକ୍ଷେ ତାହାଙ୍କୁ ଜାଣିବାର ପାଇଁ ଇଚ୍ଛା କରିଛୁ ଦଣ୍ଡ ସ୍ୱାଇଁ ଶୁଣିବା କ୍ଷମା ଯେବେ ଅଛି ଏକଥା କହ ପ୍ରଭୁ କିଛି ସେ କ୍ଷଣେ ପାପୀ ଦୁଷ୍ଟ ଜନ ଉଚ୍ଚାରିଥିଲା ନାରାୟଣ ଭୟ ନ କର ବୋଇଲେ ତତ୍କ୍ଷଣ ଆସି ସେ ମିଳିଲେ ଶ୍ରୀଶୁକବାଚ ଦୂତଙ୍କ ବାକ୍ୟ ଶୁଣି ଯମ ଆନନ୍ଦେ ହରସ ବଦନ ଶ୍ରୀକୃଷ୍ଣ ଭୟ ଚରଣ ତତ୍କ୍ଷଣେ କରି ସୁମରଣ ଅତ୍ୟନ୍ତ ପ୍ରୀତି ହୋଇ ମନେ ବୋଲନ୍ତି ଶୁଣ ଭୃତ ଜନେ ଯମ ଉବାଚ ମତ ମୁଁ ଅଛି ଶ୍ରେଷ୍ଠ ଶୁଣ ଜଗତ ଯାହାର ଅଭିୟାନ କାର୍ପାସୁ ଜେନେ ବସ୍ତ୍ର ହୋଇ ବିଶ୍ୱ ତେମନ୍ତ ତାର ତଇଁ ଯାହାର ଅଂଶରୁ ଜଗତ ଜନ୍ମ ପାଳନ ପୁନର୍ହର୍ତ ଯାହାର ନାମ ତତ୍ତ୍ୱ ଗୁଣ ବନ୍ଦନ କଲେ ପ୍ରାଣୀ ମନ କେଣିକି ଯାଇ ନ ପାରଇ ରଜୁରେ ଜେନେ ଗୋରୁ ଥାଇ ନିୟମ ଡୋରେ ତାହାଙ୍କର ବନ୍ଧା ହୋଇଛି ଚରାଚର ନାନା କର୍ମରେ ବନ୍ଧା ହୋଇ ଜଗତ ତାହାକୁ ସେବଇ ମୋହି ମହେନ୍ଦ୍ର ନୈଋତ ବରୁଣ ଆଦି ଯେ ଦିଗନ୍ତ ସୋମ ନଳ ମହେଶ୍ୱର ପବନ ବ୍ରହ୍ମା ଦିବାକର ଏ ଆଦି ବିଶ୍ୱବସୁ ଯେତେ ରୁଦ୍ରଗଣଙ୍କର ସହିତେ ସିଦ୍ଧ କିନ୍ନର ଆଦି କରି ଯେତେ ସଂସାରେ ଅଧିକାରୀ ସଂସାର କର୍ତ୍ତା ଅଛି ଯେତେ ଭୃଗୁ ଆଦି ଦେବ ସହିତେ ଏ ଆଦି ଯେତେକ କହିଲୁ ତାହାର ମାୟା ନ ଜାଣିଲୁ କେବା ଜାଣିବା ତା ମହିମା ପ୍ରଭୁର ନାମ ଗୁଣ ସୀମା ଚକ୍ଷୁ ହୃଦୟ ବାକ୍ୟ ମନେ ଯାକୁ ଚିନ୍ତନ୍ତି ସାଧୁ ଜନେ ସର୍ବ ଶରୀର ଆତ୍ମା ରୂପେ ଇନ୍ଦ୍ରିୟଙ୍କର ଯେ ମାପ ଯେ ପ୍ରଭୁ ଆତ୍ମା ଚକ୍ରେ ଥାଇ ସଂସାରେ ଚେଷ୍ଟା ଯେ କରଇ हे दूते शुण मो उत्तर ଯାହାର ରୂପ ଗୁଣ ସାର ସଂସାରେ ନିର୍ଭୟ ବିହରେ ହେଳେ ଆଶେଷ ପ୍ରାଣୀ ତାରେ ଦେବ ପୂଜିତେ ଯେହୁ ଯୁକ୍ତ ଅତି ଅଦ୍ଭୁତ ବିଷ୍ଣୁ ଦୂତ ଭକ୍ତିବନ୍ତ ପ୍ରାଣୀମାନଙ୍କୁ ଶତ୍ରୁର ଶଙ୍କା ନାହିଁ ତାକୁ ଆମ୍ଭକୁ ସଦା ଯେ ରଖନ୍ତି ସର୍ବତ୍ର ଯେ ବିହରୁଥାନ୍ତି ବିଷ୍ଣୁ ଅତିଥି ଯେଉଁ ଧର୍ମ ଅଜ୍ଞାନ ଦେବ ଋଷି ଗଣ ସିଦ୍ଧ ସୁର ଯକ୍ଷ ଗଣେ ମନୁଷ୍ୟ ବିଦ୍ୟାଧର ମାନେ ଏ ସର୍ବ ଜାଣିବେ କେମନ୍ତ ତାହାର ମାୟା ଅପ୍ରମିତ ସ୍ୱୟମ୍ଭୁ ନାରଦ କୁମର କଶିବ କପିଳ ମୁନିବର ପ୍ରହ୍ଲାଦ ଜନକ ଭୀଷ୍ମ ବଳିଶୁକ ମୁନି ଦ୍ୱାଦଶ ହେତୁ ତ ଶୁଣ ମୋର ବାଣୀ ବିଷ୍ଣୁ ଭକତ ଏତେ ପ୍ରାଣୀ ଗୁପତ ବିଶୁଦ୍ଧ ଦୁର୍ବଧି ଏ ଧର୍ମ ଜାଣି ମୃତ
ଦୁର୍ବୋଧ ହେବେ ଧର୍ମ ଜାଣି ମୃତ ଛେଦ କୃଷ୍ଣ ଚରଣେ ଯାର ମନ ସଂସାରେ ଶ୍ରେଷ୍ଠ ସେହି ଜନ ନାମ ଉଚ୍ଚାରନ୍ତି ଯେ ବାରେ ଭକତ ବୋଲି କହି ତାରେ ଭୋଗ ଭାଗବତ ଯେ ବିଷ୍ଣୁ ବାଣୀ ପର ଧର୍ମେ ପରିମାଣୀ ହେ ଦୂତ ଈଶ୍ୱରଙ୍କ ନାମ ମାହାତ୍ମ୍ୟ ଦେଖ ଉଚ୍ଚାରିଣ ଅଜାମିଳ ଯେ ସେ ନାମରୁ ମୁକ୍ତି ହେଲା ମୃତ୍ୟୁ ପାଶରୁ ବିଷ୍ଣୁର ନାମ ସଂକୀର୍ତ୍ତନ ପ୍ରାଣୀରେ ପାପ ବିମୋଚନ ତକ୍ଷଣ ନିକଟେ ମରଣ ପୁତ୍ରର ନାମ ନାରାୟଣ ଉଚ୍ଚାର କଲା ଅଜାମିଳ ମୁକ୍ତି ଲଭିଲା ତତ୍କାଳ ନାମ ମହିମା ନ ଜାଣନ୍ତି ବିଷ୍ଣୁ ମାୟାରେ ମୋହ ହୁଅନ୍ତି ଯଜ୍ଞାଦି କରି ଜଡ଼ ମତି ନାନା କର୍ମରେ ପ୍ରବର୍ତ୍ତନ୍ତି ଏମନ୍ତେ ଯେ ଜାଣି ପଣ୍ଡିତେ କୃଷ୍ଣ ସ୍ମରନ୍ତି ଅବିରତେ ତାହାଙ୍କୁ ମୋର ଦଣ୍ଡ ନାହିଁ ପାତକେ ଯେତେ ତାକୁ ଥାଇ ସକଳ ପାପ ହୁଏ ଭଙ୍ଗ ଯେବେ ସେ ଈଶ୍ୱରର ସଙ୍ଗ ସମଦରସୀ ସାଧୁ ଜନ ଯେସନ ବିଷ୍ଣୁ ନାରାୟଣ ଦେବତା ସିଦ୍ଧି ତାହାଙ୍କର ଯଶ କରନ୍ତି ସେ ବିସ୍ତାର ପରମ ଈଶ୍ୱର ପାଦରେ ରକ୍ଷିତ ହୋଇ ସେହି ନରେ ତାହାର ଦଣ୍ଡରେ ମୋହର କେବେ ହେ ନାହିଁ ଅଧିକାର ମୁକୁନ୍ଦ ଚରଣାରବିନ୍ଦ ନିତ୍ୟ ସ୍ରବନ୍ତୀ ମକରନ୍ଦ ତହୁ ବିମୁଖ ଯେତେ ଜନ ତାହାଙ୍କୁ କରାଇ ବନ୍ଧନ ତାହାଙ୍କୁ ଆଣି ମଗ୍ରତେ ଯାତନା ଦିଅ ଅବିରତେ ନିର୍ଲଭ ଯେ ପରମହଂସ ତା ସଙ୍ଗେ ନ କରିଅ ଜିଙ୍ଗାସ ଗୃହ ବନ୍ଧନେ ମନ ଦେଇ ନିତ୍ୟ ସଦୁପଣେ ଥାଇ ଜିହାକୁ ନ ଆସଇ ନାମ ନ ଚିନ୍ତେ ଅଭୟ ଚରଣ କୃଷ୍ଣର ପାଦେ ଶିର ଦେଇ କେବେ ହେ ସ୍ତୁତି ନ କରଇ ବିଷ୍ଣୁର କର୍ମରେ ବର୍ଦ୍ଧିତ ନିରତେ କୁସଙ୍ଗ ପ୍ରାପତ ଏମନ୍ତ ଭାବେ ଯେତେ ପ୍ରାଣୀ ଯାତନା ଦିଅ ତାକୁ ଆଣି ମୋର ଦୂତର ଅପରାଧ କ୍ଷମା କରନ୍ତୁ ପଦ୍ମନାଭ ଭକତ ପୁରୁଷ ପୁରାଣ କ୍ଷମା କରିବେ ନାରାୟଣ ପଣ୍ଡିତେ ଯାର ପଦ୍ମପାଦେ ସେବନ୍ତି ନିତ୍ୟ ପ୍ରମାଦେ ତାହାଙ୍କୁ ମୋର ନମସ୍କାର ଦୋଷକୁ କ୍ଷମା କର ମୋର ଶ୍ରୀ ସୁକବାଚ ଏଣୁ ସେ ବିଷ୍ଣୁ ସଂକୀର୍ତ୍ତନ ଜଗତେ ମଙ୍ଗଳ କାରଣ ମହତ ଲୋକମାନଙ୍କର ଏକାନ୍ତ ଭକ୍ତି ନୃପବର ଈଶ୍ୱର ଉଦନ୍ତ ଚରିତ ଶୁଣି ଗାବନ୍ତି ଅବିରତ ଶ୍ରୀକୃଷ୍ଣ ପାଦ ପଙ୍କଜରେ ଯେ ଜନ ମନ ସ୍ଥିର କରେ ସେ ପ୍ରାଣୀ ମାୟାବନ୍ଧ ମୋହେ ନ ପଡ଼େ ଯାତନା ସମୂହେ ଯେ ଜନ ଲୋଭ ମୋହେ ପଡ଼ି ରଜ ତମରେ ଥାନ୍ତି ଜଡ଼ି ତାହାର ପୂର୍ଣ୍ଣ ହୋଇ ରଜ ତାମସ ଉପଜଇ ଏମନ୍ତ ଯମ ବାକ୍ୟ ଶୁଣି ବିସ୍ମୟ ମନେ ପରିମାଣି ଯମ କିଙ୍କର ଭୟ ଚିତ ବୋଲନ୍ତି ଏକି ବିପରୀତ ଅଚ୍ୟୁତ ଆଶ୍ରେ ଯେତେ ଜନ ତାହାଙ୍କୁ ଭୟ କରେ ଯମ ସେଦିନ ଠାରୁ ହେ ରାଜନ ଦେଖିଲେ ଭୟ ହୁଅନ୍ତି ଛନ ମଳୟଗିରି ତଟେ ବସି ହରିଚରିତ ପରଶଂସୀ କହିଲେ କୁମ୍ଭ ଜନ୍ମ ଋଷି ଶ୍ରୀକୃଷ୍ଣ ମହିମା ପ୍ରକାଶୀ ଦାସ ଜଗନ୍ନାଥ କହି କୃଷ୍ଣ ମହିମା ଯମ କହି ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ଷଷ୍ଠ ସ୍କନ୍ଧେ ଶ୍ରୀକୃଷ୍ଣ ମହିମା ଯମ ବର୍ଣ୍ଣନେ ନାମ ତୃତୀୟୋଧ୍ୟାୟ ଶ୍ରୀମଦ୍ଭାଗବତ ଷଷ୍ଠ ସ୍କନ୍ଧ ତୃତୀୟୋଧ୍ୟାୟ